ଆଜ୍ଞା ଦେଖନ୍ତୁ, କିଟ୍ କଲେଜ କେବଳ ଓଡ଼ିଶାରେ ସୀମିତ ନୁହେଁ, ସେ ଆନ୍ତର୍ଜାତିକ ସ୍ତରରେ ତାର ସୁନାମ ଅର୍ଜନ କରିଛି। ଆମେ ଧନ୍ୟବାଦ ଦଉଛୁ ଏଭଳି ଏ ଶିକ୍ଷା ଅନୁଷ୍ଠାନକୁ ଯିଏ ଆନ୍ତର୍ଜାତିକ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛି। କିନ୍ତୁ କିଟ୍ ରେ ଦେଖନ୍ତୁ ଦୀର୍ଘ ଗୋଟେ ଗୋଟେ ଏଇ ବର୍ଷ ଭିତରେ ସେ ତିନୋଟି ଛାତ୍ର ଆତ୍ମହତ୍ୟା କଲେ। ତ ଆମେ କୋଉଠି ନା କୋଉଠି ଆମ ମନରେ ଏଇ ପ୍ରଶ୍ନ ଅଛି, କାହିଁକି କିଟ୍ ରେ ଏଭଳି ଘଟଣା ଘଟୁଛି? ଯଦି ଘଟୁଛି ତାହେଲେ କିଟ୍ ଏହାକୁ କାହିଁକି ଲୁଚଉଛି, କାହିଁକି ସାମ୍ନାକୁ ଆଣିବାକୁ ବିଳମ୍ବ କରୁଛି? ତ ସେଇ ଉପରେ ଆମେ କହୁଛୁ କି କିଟ୍ ର କୋଉଠି ନା କୋଉଠି ଏହା ଉପରେ ଭୁଲ ରହିଯାଉଛି। ନା, ଦାବି ଆମେ କିଟ୍ କୁ କରୁଛୁ କି କିଟ୍ ଠିକ ଭାବରେ ଦେଖନ୍ତୁ କାଉନସିଲିଂ ର ବ୍ୟବସ୍ଥା କରୁନାହିଁ। ତାଙ୍କର କର୍ତ୍ତୃପକ୍ଷ ମାନେ ଦାୟିତ୍ୱହୀନତା ଯୋଗୁଁ ଏଇଭଳି ଘଟଣା ଘଟୁଛି। ସରକାରକୁ ଅନୁରୋଧ କରୁଛୁ କି ସରକାର ଏହାକୁ ଗମ୍ଭୀରତା ସହିତ ନିଅନ୍ତୁ। କିଭଳି ଭାବରେ ଏଇ ସମସ୍ୟା ଗୁଡିକର ସମାଧାନ କରାଯିବ, କିଭଳି ପ୍ରତ୍ୟେକଟି କଲେଜରେ କାଉନସିଲିଂ ର ବ୍ୟବସ୍ଥା କରାଯିବ, ତା ଉପରେ ଦୃଷ୍ଟିଗୋଚର କରନ୍ତୁ। ଆଉ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଅନ୍ତୁ। ଆଉ ଛାତ୍ରକୁ, ସେ ଯୋଉ ପିଲାଟା ଆତ୍ମହତ୍ୟା କରିଛି, ତାକୁ ନ୍ୟାୟ ପ୍ରଦାନ କରନ୍ତୁ।